ନିଜକୁ ଜ୍ଞାନୀ ଭାବନ୍ତୁ, ମନା ନାହିଁ, ହେଲେ ଅନ୍ୟକୁ ମୂର୍ଖ ଭାବିବାର ମୂର୍ଖତା କେବେ କରନ୍ତୁ ନାହିଁ। ଦୁନିଆରେ ଯଦି କିଛି ଭାରି ଜିନିଷ ଥାଏ ତାହା ହେଉଛି ଇଜ୍ଜତ, ଯାହା ଥରେ ତଳେ ପଡ଼ିଗଲେ ଆଉ ତାକୁ ଉପରକୁ ଉଠେଇ ହୁଏ ନାହିଁ। ଜୀବନ୍ତ ଲୋକର ଶ୍ମଶାନ ହେଉଛି ଆଳସ୍ୟ। ନିଜକୁ ଏତେ ଦୁର୍ବଳ ହେବାକୁ ଦିଅନ୍ତୁ ନାହିଁ ଯେ କାହାର ଅନୁଗ୍ରହ ଆପଣଙ୍କୁ ଦରକାର ପଡ଼ିବ। କାରଣ କାହାର ଅନୁଗ୍ରହ ପ୍ରାର୍ଥୀ ହେବା ଅର୍ଥ ନିଜର ସ୍ୱାଧୀନତାକୁ ଅନ୍ୟ ପାଖରେ ବିକ୍ରି କରିଦେବା। ଫୁଲ ଯେତେ ସୁନ୍ଦର ହେଇଥାଉ ନା କାହିଁକି, ପ୍ରଶଂସା କେବଳ ସୁଗନ୍ଧର ହେଇଥାଏ। ସେହିପରି ମଣିଷ ଯେତେ ବଡ଼ ହେଇଥାଉ ନା କାହିଁକି, ଯେତେ ଭଲ ହେଇଥାଉ ନା କାହିଁକି, ପ୍ରଶଂସା କେବଳ ତା ଆଚରଣର, ତା ବ୍ୟବହାରର ହିଁ ହେଇଥାଏ। ଅର୍ଥ ନଥିଲେ ମଣିଷ ଭଗବାନଙ୍କୁ ଡାକେ, ଆଉ ଅତ୍ୟଧିକ ଅର୍ଥ ହେଇଗଲେ ସେଇ ମଣିଷ ନିଜକୁ ଭଗବାନ ବୋଲି ଭାବେ। ସ୍ୱାମୀ ସ୍ତ୍ରୀର ସମ୍ପର୍କ ଚପଲ ଭଳି ହେବା ଦରକାର। ଚାଲିବେ ତ ସାଙ୍ଗ ହୋଇ, ରହିବେ ତ ସାଙ୍ଗ ହୋଇ। ଜଣେ ହଜିଗଲେ ଆଉ ଜଣଙ୍କର କିଛି ମୂଲ୍ୟ ନାହିଁ। ପର ସ୍ତ୍ରୀ ଆଉ ପର ପୁରୁଷ କେବେ ଆପଣାର ନୁହଁ। ଏମାନେ ହେଲେ ମରିଚିକା। ଏମାନଙ୍କ ପଛରେ ପଡ଼ିଲେ ନିଜ ପରିବାର, ନିଜ ଜୀବନ ଧ୍ୱଂସସ୍ତୂପରେ ପରିଣତ ହୁଏ। ନିଜ ଲୁହକୁ ସବୁବେଳେ ନିଜେ ପୋଛିବାକୁ ଚେଷ୍ଟା କରନ୍ତୁ। କାରଣ ଦୁନିଆ ଆଜି ଏମିତି ପରିବର୍ତ୍ତନ ହେଇଛି, ଅନ୍ୟମାନେ ଆପଣଙ୍କର ଦୁଃଖ କମ୍, ଦୁର୍ବଳତା ଅଧିକା ଜାଣିବାକୁ ଚାହାନ୍ତି। ମା ଭଳି ଭଲ ପାଉଥିବା, ବୁଝିପାରୁଥିବା ଓ ବୁଝେଇ ପାରୁଥିବା ସାଥୀଟିଏ ମିଳିବା ବହୁତ କଷ୍ଟ। ସେଇଥିପାଇଁ କହୁଛି, ମାଠୁ ବଡ଼ ବନ୍ଧନ, ବଡ଼ ବିକଳ୍ପ ଏ ସୃଷ୍ଟିରେ ଆଉ କିଛି ନାହିଁ। କ୍ରୋଧ ମଣିଷର ବୁଦ୍ଧିକୁ ଖାଏ, ଅହଙ୍କାର ମନକୁ ଖାଏ, ଚିନ୍ତା ବୟସକୁ ଖାଏ, ଲାଞ୍ଚ ମଣିଷ ପଣିଆକୁ ଖାଏ, ଲୋଭ ମାନବିକତାକୁ ଖାଏ, ଦାରିଦ୍ର୍ୟ ସ୍ୱାଭିମାନକୁ ଖାଏ, ଜିଦ୍ଦି ସମ୍ମାନକୁ ଖାଏ, ଈର୍ଷା ନିଜର କର୍ମକୁ ଖାଇଥାଏ। ମଣିଷ ଯଦି ଚେଷ୍ଟା କରିବ ଏସବୁଠାରୁ ଦୂରରେ ରହିପାରିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ହଁ, ସମ୍ଭୋଗ ଏହା ଈଶ୍ୱରଙ୍କର ସୃଷ୍ଟି। ସଂସାରକୁ ରକ୍ଷା କରିବାକୁ ଈଶ୍ୱର ଏହାକୁ ସୃଷ୍ଟି କରିଛନ୍ତି। ଏହାର କୌଣସି ବିଧିବଦ୍ଧ ନିୟମ ନାହିଁ, ବିଧିବଦ୍ଧ ତର୍ତ୍ତରିକା ନାହିଁ। ଏହାକୁ ପ୍ରତ୍ୟେକ ନିଜ ଅନୁସାରେ ହିଁ କରିଥାନ୍ତି। କିନ୍ତୁ ମନେ ରଖନ୍ତୁ, ବିବାହ ପୂର୍ବରୁ ସମ୍ଭୋଗ ନିଷେଧ। ଆଉ ଯଦି ଏହାକୁ ପର ପୁରୁଷ କିମ୍ବା ପର ନାରୀଙ୍କ ସହିତ କରାଯାଏ ତାହାକୁ ସମ୍ଭୋଗ କୁହାଯାଇନଥାଏ, ତାହାକୁ କୁହାଯାଇଥାଏ ପାପ।